ସମ୍ବଲପୁର ଜିଲ୍ଲାର ମାନେଶ୍ୱର ବ୍ଲକ ଅନ୍ତର୍ଗତ ହୁମା ଗାଁର ଶେଷ ମୁଣ୍ଡରେ ବହି ଯାଉଥିବା ମହାନଦୀ କୂଳରେ ବାବା ବିମଳେଶ୍ୱର ପୂଜା ପାଇ ଆସୁଛନ୍ତି। ଏହି ମନ୍ଦିର ଭୂପୃଷ୍ଠ ଆଡ଼କୁ ଢଳି ରହିଥିବାରୁ ଏହା ବକ୍ର ଦେଉଳ ଭାବେ ପରିଚିତ। ମନ୍ଦିରକୁ ଲାଗି ରହିଥିବା ନଦୀଘାଟରେ ଦେଖାଯାଉଥିବା ଇସତ ଲାଲ ରଙ୍ଗର କୁଡ଼ୋ ମାଛ ହୁମାର ଅନ୍ୟତମ ଆକର୍ଷଣ। ସେମାନେ ପୋଷା ମାଛ ପରି। ଏଠାରେ ଭଗବାନ ବିଷ୍ଣୁ ମୀନ ଅବତାରରେ ଅଛନ୍ତି ବୋଲି ବିଶ୍ୱାସ କରାଯାଏ। ଥରେ ଜଣେ ବୃଦ୍ଧ ଏହି ସ୍ଥାନରେ ଗୋଟିଏ କୋଡ଼ୋ ମାଛକୁ ପନିକିରେ କାଟିବା ଉଦ୍ୟମ କରନ୍ତେ ନିଜେ ପଥର ପାଲଟି ଯାଇଥିବା ପ୍ରବାଦ ଅଛି। ହୁମାର ବିମଳେଶ୍ୱର ଶିବଲିଙ୍ଗ ପାତାଳି ଓ ସ୍ୱୟଂ ଭୂଗର୍ଭରୁ ଆତ୍ମପ୍ରକାଶ କରିଛନ୍ତି। କିମ୍ବଦନ୍ତୀ ଅନୁସାରେ ଏହି ଶିବଲିଙ୍ଗ ଉପରେ ଗୋଟିଏ ଗାଈର କ୍ଷୀର ଆପେ ଆପେ ସ୍ରବିତ ହେଉଥିଲା। ପ୍ରତିଦିନ ଗାଈର ପହ୍ନା ଶୁକ୍ଳ ହେଉଥିବା ଦେଖି ଗାଈର ମାଲିକ ଗାଈଆଳୁକୁ ସନ୍ଦେହ କରି ନିଜେ ଗାଈକୁ ଗୋପନରେ ଜଗିବାକୁ ଆସିଲା। ସେ ସ୍ୱତଃ ଗାଈର କ୍ଷୀର ଶିବଲିଙ୍ଗ ଉପରେ ଝରୁଥିବାରୁ ଦେଖି ଆଶ୍ଚର୍ଯ୍ୟ ହୋଇ ଏକଥା ପ୍ରକଟ କରନ୍ତେ ତ ସେବେଠାରୁ ବାବା ବିମଳେଶ୍ୱରଙ୍କ ମହିମା ପ୍ରକଟିତ ହୋଇ ପୂଜାର୍ଚ୍ଚନା ଆରମ୍ଭ ହେଲା। ହୁମା ମନ୍ଦିରର ନିର୍ମାତା ଓ ନିର୍ମାଣ କାଳ ସମ୍ପର୍କରେ ଅନେକ ବିବାଦ ଥିଲେ ସୁଦ୍ଧା ଲୋକପ୍ରିୟ ମତବାଦ ଅନୁସାରେ ଏହାକୁ ସମ୍ବଲପୁରର ପଞ୍ଚମ ରାଜା ବଳିୟାର ସିଂ ଦେବ 1660ରୁ 1668 ଖ୍ରୀଷ୍ଟାବ୍ଦ ମଧ୍ୟରେ ନିର୍ମାଣ କରିଥିଲେ। ମାତ୍ର ଜୈନିକ ବ୍ରିଟିଶ ସେଟେଲମେଣ୍ଟ ଅଫିସର A.M. ରସେଲ୍ଟ ଏକ ବନ୍ଦୋବସ୍ତ ଆଦେଶନାମା ଅନୁସାରେ ସମ୍ବଲପୁରର ପ୍ରଥମ ରାଜା ବଳରାମ ଦେବ ହୁମା ଗ୍ରାମଠାରେ ଏହି ମନ୍ଦିର ନିର୍ମାଣ ନିମନ୍ତେ 6 ଖଣ୍ଡ ମୌଜା ପ୍ରଦାନ କରିଥିଲେ। ଏକ କୋର୍ଟ ଆଦେଶନାମାରେ ଅନ୍ୟ ଜଣେ ବ୍ରିଟିଶ ଜଜ୍ ମଧ୍ୟ ଏହି ଉକ୍ତିକୁ ସମର୍ଥନ କରିଛନ୍ତି। ସୁତରାଂ କେତେକ ଐତିହାସିକଙ୍କ ମତରେ ହୁମା ମନ୍ଦିରକୁ ସମ୍ବଲପୁରର ପଞ୍ଚମ ରାଜା ପରିବର୍ତ୍ତେ ପ୍ରଥମ ରାଜା ବଳରାମ ଦେବ କିମ୍ବା ତାଙ୍କ କୌଣସି ନିକଟ ସମ୍ପର୍କୀୟ ନିର୍ମାଣ କରାଇଥିବା ଯୁକ୍ତି କରନ୍ତି। ଏପରି ହେଲେ ମନ୍ଦିରର ନିର୍ମାଣ କାଳ ଆହୁରି ପୁରାତନ ହୋଇ 1545ରୁ 1560 ଖ୍ରୀଷ୍ଟାବ୍ଦ ଧରାଯିବ। ଆସନ୍ତୁ ଜାଣିବା ମନ୍ଦିର ବକ୍ର ହେବାର କାରଣ। ମନ୍ଦିରଟି ପ୍ରାୟ 200 ଫୁଟ ଲମ୍ବ ଓ 120 ଫୁଟ ପ୍ରସ୍ଥ ବିଶିଷ୍ଟ ଏକ ଆୟତାକୃତି ଆଧାର କ୍ଷେତ୍ର ଉପରେ ଅବସ୍ଥାପିତ। ମୁଖ୍ୟ ମନ୍ଦିର ବିମଳେଶ୍ୱର ପଶ୍ଚିମ ଦିଗକୁ 470 କୋଣରେ ସ୍ପଷ୍ଟ ଢଳି କରିଅଛି। ଏହି ବକ୍ରତାର କାରଣ ରହସ୍ୟାବୃତ ଏବଂ ବିବାଦ ବଳୟରେ। କେତେକଙ୍କ ମତରେ ବର୍ଷା ଦିନେ ମହାନଦୀର ବନ୍ୟା ସମୟରେ ପ୍ରବାହିତ ପ୍ରବଳ ସ୍ରୋତର ଆଘାତରୁ ରକ୍ଷା କରିବା ପାଇଁ ମନ୍ଦିରକୁ ନିର୍ମାଣ କାଳରୁ ହିଁ ଜାଣିଶୁଣି ବକ୍ର କରି ଗଢ଼ାଯାଇଛି। ଆଉ କେତେକଙ୍କ ମତରେ ମନ୍ଦିର ନିର୍ମାଣ ସମୟରେ ସିଧା ଥିଲା। ସମୟକ୍ରମେ ମହାନଦୀର ପ୍ରବଳ ସ୍ରୋତରେ ମନ୍ଦିର ନଦୀ ପାର୍ଶ୍ୱସ୍ଥ ଭିତ୍ତିଭୂମି ଦବିଯାଇ ମନ୍ଦିରର ବକ୍ରତା ସୃଷ୍ଟି ହେଲା। ଦେଉଳ ପଛପଟେ ପାହାଚ ଅତିକ୍ରମ କରି ତଳକୁ ଖସିଲେ ମହାନଦୀରେ ଖେଳୁଥିବା ଅସଂଖ୍ୟ କୋଡ଼ୋ ମାଛ ଦେଖାଯାଆନ୍ତି। ସେଠାକୁ ଯାଇଥିବା ପର୍ଯ୍ୟଟକମାନଙ୍କ ହାତରୁ ନିର୍ଭୟରେ ଖାଦ୍ୟ ଖାଇଥାନ୍ତି। ଏହି ମାଛମାନେ କେଉଁ ପ୍ରଜାତିର ଓ ସେମାନେ କେବେଠାରୁ ଏହି ସ୍ଥାନରେ ବାସ କରି ଆସୁଛନ୍ତି ସେ ନେଇ ଆଜି ଯାଏଁ କୌଣସି ଠିକ୍ ପ୍ରମାଣ ମିଳିନାହିଁ। ଦେଉଳ ନିକଟସ୍ଥ କୁଦାରେ ଅଛି ଶ୍ୟାମାକାଳୀଙ୍କ ପୀଠ। ଦେଉଳ ନିକଟରୁ ଡଙ୍ଗାରେ ଯିବାକୁ ପଡ଼େ କୁନ୍ଦେରୀ କୁଦପାଦକୁ। ब्यूरो रिपोर्ट समीक्षा न्यूज लाइव।